ଗାଁର ଜଣେ ପିଲା ଥିଲା, ତାର ନାଁ ବବୁଲୁ। ସେ ନିଜକୁ ବଡ ଗ୍ୟାଙ୍ଗଷ୍ଟର ବୋଲି ଭାବୁଥିଲା। କଳା ଚଷମା କଳା ପିନ୍ଧୁଥିଲା ଏବଂ ଧୀରେ ଧୀରେ ଚାଲୁଥିଲା। ମାନେ ଜାଣିଛ ମୋ ନାଁ ଶୁଣିଲେ ଆମ ଗାଁ ତ ଦୂରର କଥା, ଏ ଆଖପାଖ ଅଞ୍ଚଳରେ ସମସ୍ତେ ଭୟ କରନ୍ତି। ଓ ଭାଇ ଏମିତି କଥା କି? ସତ କଥା ହେଲା, ଗାଁରେ ତାକୁ କେହି ଡରୁ ନଥିଲେ। ପିଲାମାନେ ଖାଲି ତାକୁ ଟିକେ ଇଜ୍ଜତ କରନ୍ତି। ସାଙ୍ଗମାନଙ୍କୁ କହିଲା, ଆଜି ଶୁଣ ସମସ୍ତେ, ଆଜି ଆମେ ଗାଁରେ ଆଜି ଏମିତି ଏଣ୍ଟ୍ରି ମାରିବା, ଟୋଟାଲି ଗାଁ ଲୋକ ଯେମିତି ସମସ୍ତେ ପୁରା ଚୁପ୍ ହେଇଯିବେ। ଚାଲ ଚାଲ ଚାଲ। ଭାଇ 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 ଛାଡ ସମସ୍ତେ ଛାଡ। ଆବେ ଏଇଟା ମୋର ଗୋଟେ ସିକ୍ରେଟ ଷ୍ଟଣ୍ଟ। ଓହୋ ଭାଇ ଆଉ ଥରେ କଲ। ନା ଦିନରେ ଗୋଟିଏ ଦିନରେ ମାତ୍ର ଥରେ ମୁଁ ଷ୍ଟଣ୍ଟ କରେ। ଏମିତି କି? ଜଣେ ବୁଢୀ ଲୋକ ଆସି କହିଲା, ପୁଅରେ ଭଲ ଷ୍ଟଣ୍ଟ ମାଇଲୁ, ମାନେ ଜାଣି ଟିକେ ବଜାରରୁ ଔଷଧ ନେଇ ଆସିବୁ। ବବୁଲୁ ସେଇଠି ଲଜ୍ଜା ପାଇଗଲା। ମାଉସୀ ଏଇ ନିଅ ତମ ଔଷଧ। ବହୁତ ବହୁତ ଧନ୍ୟବାଦ। ବାବୁରେ ଅସଲି ସମ୍ମାନ ଭୟ କରିନି, ଭଲ କାମ କଲେ ମିଳେ। ବବୁଲୁ ସେଇଠୁ ଚଷମା କାଢି, ଆରେ ଭାଇ ମାନେ ଆଜି ଶୁଣ ତମେ, ଆଜିଠୁ ମୁଁ ଗ୍ୟାଙ୍ଗଷ୍ଟାର ନୁହେଁ, ମୁଁ ହଉଛି ହେଲ୍ପିଂ ଷ୍ଟାର। ହାय ସାଙ୍ଗମାନେ, ଆଜିର ଏଇ ଯୋଉ ଗ୍ୟାଙ୍ଗଷ୍ଟାର ଟୁ ହେଲ୍ପିଂ ଷ୍ଟାର ଯୋଉ ଷ୍ଟୋରିଟା ଆପଣ ମାନଙ୍କୁ ଯଦି ଭଲ ଲାଗିଥିବ, ତାହେଲେ ଆମ ଚ୍ୟାନେଲକୁ ସବସ୍କ୍ରାଇବ କରିବେ, ଲାଇକ୍ କରିବେ, କମେଣ୍ଟ ଦେବେ ଆଉ ସେୟାର ମଧ୍ୟ କରିବେ। ଜୟ ଜଗନ୍ନାଥ।